ଗଜ ଉଦ୍ଧାରଣ ବେଶ। ଏହି ଗଜ ଉଦ୍ଧାରଣ ବା ଗଜେନ୍ଦ୍ର ମୋକ୍ଷଣରୁ ଉଦ୍ଧୃତ ଏକ ସୁନ୍ଦର ପ୍ରସଙ୍ଗ। ପ୍ରଭୁ ଉଦ୍ଧାରିଲେ କାହାକୁ? ଚତୁର୍ବିଧା ଭଜନ୍ତେ ମାଂ ଜନାଃ ସୁକୃତିନୋର୍ଜୁନ ଆର୍ତ ଅର୍ଥାର୍ଥୀ ଜିଜ୍ଞାସୁ ଜ୍ଞାନେତ୍ସୁ ଭରତାଶର। ଗଜ ପଦ୍ମଫୁଲଟେ ଧରି ମହାପ୍ରଭୁଙ୍କୁ ଡାକୁଛି, ନିରାଶ୍ରୟ ମାଂ ଜଗଦୀଶ ରକ୍ଷେ, ନିରାଶ୍ରୟ ମାଂ ଜଗଦୀଶ ରକ୍ଷେ। କୁମ୍ଭୀର ତା ପାଦକୁ କାମୁଡ଼ି ଧରିଥାଏ। ମହାପ୍ରଭୁ ସୁଦର୍ଶନ ଚକ୍ର ପଠେଇଲେ, କହିଲେ ଯା ତୁ କୁମ୍ଭୀରର ମୁଣ୍ଡଟିକୁ ଛେଦନ କରିଦେ। ସୁଦର୍ଶନ ଚକ୍ର ଆସିଲା ଏବଂ କୁମ୍ଭୀରର ମସ୍ତକ ଛେଦନ କରିବା ପାଇଁ ପ୍ରୟାସ କଲା। ତାକୁ କୁମ୍ଭୀର ପ୍ରଶ୍ନ କଲା, ତୋତେ କିଏ ଡାକିଛି? ମୁଁ ତ ଡାକିନି, ଗଜ ମଧ୍ୟ ଡାକିନାହିଁ, ତୋତେ କିଏ ଡାକିଛି? ସୁନ୍ଦର କଥାଟିଏ। କୁମ୍ଭୀର ସୁଦର୍ଶନକୁ କ'ଣ କହିଲା? ଗଜ ଡାକିଥିଲା ରଖ ନାରାୟଣ। ତୁ କ'ଣ ନାରାୟଣ? ଅନାହୃତେ ପ୍ରବିଶନ୍ତି ଅପୃଷ୍ଟ ବହୁଭାଷାରେ। ନ ପଚାରିବା ପୂର୍ବରୁ ଯେ କୁହେ ଏବଂ ନ ଡାକିବା ପୂର୍ବରୁ ଯେ ଆପଣଙ୍କ ଘରେ ହାଜର ହୋଇଯାଏ। ଜଳ କ୍ରୀଡ଼ା କରୁଥାଏ ଗଜ ତା ପରିବାର ବର୍ଗ ସହିତ। ମନରେ ବହୁତ ଗର୍ବ ଅହଙ୍କାର। ସେ ସଂସାରରେ ସବୁଠୁ ବଳବାନ ପ୍ରାଣୀ। ହଠାତ୍ ତାକୁ ଲାଗିଲା ଯେ ଗୋଡ଼କୁ ତାର କିଏ କାମୁଡ଼ି ଧରିଛି। ଗଜ ଭାବିଲା ଠିକ୍ ଅଛି, କିଏ ବୋଧହୁଏ ଭୁଲରେ ଧରିଛି, ଛାଡ଼ିଦେବ। କିନ୍ତୁ ଅଳ୍ପ ସମୟ ପରେ ଗଜକୁ ଦୁର୍ବଳ ଲାଗିଲା। ସେ ତା ପାଦକୁ ଅଣିଲାରୁ ରକ୍ତ ବହିବାର କଷ୍ଟ ଅନୁଭବ କଲା। ସେ ତାର ପିଲାଛୁଆ, ସ୍ତ୍ରୀ ଏବଂ ଅନ୍ୟାନ୍ୟ ପରିବାର ବର୍ଗ ସମସ୍ତଙ୍କୁ ଡାକିଲା ଯେ ମୋତେ ରକ୍ଷା କର। ହେଲେ କେହି ତା କଥା ଶୁଣିଲେନି ଏବଂ ତାକୁ ଏକା ଛାଡ଼ି ଦେଇ ସମସ୍ତେ ପଳେଇ ଆସିଲେ। ସିଏ ସେଇଠି ଅନୁଭବ କଲା ଯେ କହ ତବ ପୁତ୍ର, କହ ତବ କାନ୍ତା, ସଂସାର ଏବ ଖଳୁ ବିଚିତ୍ରା। ବ୍ୟାସଦେବ। କିଏ ପୁତ୍ର, କିଏ କାହା ପିତା? ଏ ସଂସାରରେ ଯିଏ ଯାହା କର୍ମେ ଆତଜାତ ନରେ। ହାଟ ବାଟ ବଟ ମୂଳକୁ ଧରି ଭେଟା ଭେଟ କ୍ଷଣ ସଙ୍ଗେ ଯେପରି। ଚଳନ୍ତି ଯେ ଯାହା ପଥେ ମିଳନ୍ତି ଯେପରି। ପୁତ୍ର ବନିତା ଆଦି କ୍ଷଣିକ ସୁଖ ଜଗତେ। ଗଜ ଜଳ ଭିତରେ ଥାଇ ଚିନ୍ତା କଲା ଯେ ଏମାନଙ୍କ ପାଇଁ ସୁତ ତନୟା ଦାରା ଦାସ ଏ ସର୍ବତ୍ର ବିଜୟ ପ୍ରକାଶ। ଯାହାଙ୍କ ପ୍ରେମେ ବନ୍ଦୀ ହୋଇ ମୁଁ ଯାହାଙ୍କୁ ଭଜିବା କଥା ତାଙ୍କୁ ଭୁଲିଗଲି। ଠିକ୍ ସଂସାର ଜୀବନ ସାରା ଏମାନଙ୍କ ପାଇଁ ସବୁକିଛି ଛାଡ଼ିଦେଲି, କିନ୍ତୁ ଆଜି ମୁଁ ବିପଦରେ, ଏମାନେ ମୋତେ ଛାଡ଼ିଦେଲେ। ଏଇଠି ସେ ଚିନ୍ତା କଲା ଚିନ୍ତାମଣିକୁ। ଗଜରାଜ ଚିନ୍ତା କଲା ଥାଇ ଘର ଜଳେନ। ଚକ୍ରପେଶୀ ଗାହ ନାସି ଉଦ୍ଧରିଲେ ଆପଣ। ଏଡ଼େ ବିଚିତ୍ର ମହାପ୍ରଭୁ, ଧନ୍ୟ ଭକ୍ତ, ଧନ୍ୟ ଜଗନ୍ନାଥ। ମହାପ୍ରଭୁ ଆସିଲେ ଏବଂ ଛେଦନ କଲେ କୁମ୍ଭୀରର ମସ୍ତକ। କୁମ୍ଭୀରର ବେକଟି କଟିଗଲା। କୁମ୍ଭୀର ମଲା ପରେ ସ୍ୱର୍ଗକୁ ଗୋଟିଏ ବିମାନ ଆସିଲା ଏବଂ ସେ ଆତ୍ମାକୁ ବୈକୁଣ୍ଠକୁ ନେଇଗଲା। ଗଜ ଚକିତ ହୋଇଗଲା ଯେ ହେ ମହାପ୍ରଭୁ, ଇଏ କି ବିଚିତ୍ର ଲୀଳା ତୁମର। ତୁମକୁ ବୈକୁଣ୍ଠପୁରରୁ ଏଠି ଆସିବା ପାଇଁ ମୁଁ ଡାକିଥିଲି, ହେଲେ ପ୍ରକୃତରେ ଆପଣ ଉଦ୍ଧାରିଲେ କାହାକୁ? ଯଦି ମୋତେ ଉଦ୍ଧାର କରିବାକୁ ଆସିଥିଲ, ହେ ଦୀନ ବାନ୍ଧବ କହିବ କି ଉଦ୍ଧାର କଲ କାହାକୁ? ଏଇଠି ମହାପ୍ରଭୁ କହିଲେ, ଆରେ ଗଜ, ତୁ ବାସ୍ତବରେ ଗଜମୂର୍ଖ। ଆରେ ତୁ ମୋତେ ଡାକିଲୁ ସିନା, ତୁ ମୋର ଶ୍ରେଷ୍ଠ ଭକ୍ତ। ମୁଁ କହିଛି ନା, ଯିଏ ମୋତେ ଯେତିକି ଭଲ ପାଏ ମୁଁ ତାକୁ ସେତିକି ଭଲ ପାଏ, କିନ୍ତୁ ମୋର ଭକ୍ତକୁ ଯିଏ ଯେତିକି ଭଲ ପାଏ ମୁଁ ତାକୁ ସେତିକି ଅଧିକ ଭଲ ପାଏ। ଆରେ ତୋ ପରି ଭକ୍ତର ପାଦ ଧରି କୁମ୍ଭୀର ଯେ ଏତେ ଦିନରେ ଡାକିଲା, ଯଦି ସେ ମୋ ପାଦ ଧରିଥାନ୍ତା ମଧ୍ୟ ମୁଁ ତାକୁ ତ୍ରାଣ କରିନଥାନ୍ତି। ଆରେ ମୋ ଭକ୍ତ ପାଦ ଧରି ଏତେ ଦିନ ହେଲା ରହିଲା, ତୁ କହ ତୋ କଥା ଅନୁସାରେ ଆଗେ କିଏ ତ୍ରାଣ ପାଇବା କଥା? ଗଜ କହିଲା, ମାନିଗଲି ମହାପ୍ରଭୁ, ସତରେ ଭକ୍ତ ଭଗବାନଙ୍କ କାହାଣୀ। ଧନ୍ୟ ସେଇ ଆପଣଙ୍କ ଲୀଳା। ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।